ସେମାନଙ୍କୁ ପଚାର। ଏଠି ପୁନର୍ବାର କହୁଛନ୍ତି କାରଣ ଯାହା ସେମାନେ ପାଇଛନ୍ତି ପଚାର ଏବଂ କହୁଛନ୍ତି କାରଣ ଆମ୍ଭେମାନେ ତ କାଲିର ଲୋକ, ଆମମାନେ ଯେତେ ଅଛୁ କାଲିର ଲୋକ କହିଲେ ହେବ ନାହିଁ। ଆମମାନେ କାଲିର ଲୋକ, ତାମାନେ ଆମେ ଜାଣିନାହୁଁ ପୂର୍ବ ବିଷୟ ଗୁଡ଼ିକ। ସେମାନଙ୍କୁ ଯେତେବେଳେ ପଚାରିବା ସେମାନେ ତାହା ଆମ୍ଭମାନଙ୍କୁ କହିବେ ଏବଂ ତାଙ୍କରି କଥାରେ ତାଙ୍କରି ବାକ୍ୟରେ ଆମେମାନେ ମନୋଯୋଗ କରିବା ଆବଶ୍ୟକ। ସେମାନଙ୍କୁ ପଚାରିଲେ ସେମାନେ ଶିକ୍ଷା ଦେବେ। ତେଣୁକରି ପିଲାମାନେ କାହିଁକି ଆମମାନେ ପୂର୍ବ କାଳୀନ ଲୋକମାନଙ୍କୁ ପଚାରିବା? ସେଇ 12 ପର୍ବ 12 ପର୍ବ ଆୟୁବ ପୁସ୍ତକ 12 ପର୍ବର 12 ପର୍ବ କାହିଁକି ପଚାରିବା? ପ୍ରାଚୀନ ମାନଙ୍କଠାରୁ ଜ୍ଞାନ ଅଛି ଓ ଦୀର୍ଘାୟୁରେ ବୁଦ୍ଧି ଥାଏ। ପ୍ରାଚୀନ ଲୋକମାନଙ୍କଠାରେ ଜ୍ଞାନ ରହିଛି, ପ୍ରାଚୀନ ଲୋକମାନଙ୍କଠାରେ ଅନୁଭୂତି ରହିଛି। ପ୍ରାଚୀନ ଲୋକମାନେ ଯାହା କରିଛନ୍ତି, ଯେମିତି ପ୍ରାର୍ଥନା କରିଛନ୍ତି, ସେ ସମସ୍ତ ବିଷୟ ଅନୁଭବ ସେମାନେ ପାଇଛନ୍ତି ଆଉ ସେମାନେ ଦୀର୍ଘାୟୁ ଅଟନ୍ତି। ତାଙ୍କର ବୁଦ୍ଧି ରହିଛି। ଏଣୁ ସମସ୍ତ ବିଷୟ ତାଙ୍କୁ ପଚାରି ତାଙ୍କ କଥାରେ ମନୋଯୋଗ କରିବା ଆବଶ୍ୟକ। ପ୍ରିୟମାନେ, ନିଶ୍ଚିତ ଭାବରେ 36 ବର୍ଷ ଧରି ପରମେଶ୍ୱର ପାତ୍ରକୁ ସମ୍ପାଦିଛନ୍ତି। ଅନେକ ଲୋକ ପ୍ରଭୁଙ୍କ ଲୋକମାନେ ଏହି ପାତ୍ରକୁ ପ୍ରଭୁଙ୍କ ନିକଟକୁ ଚାଲି ଯାଇଛନ୍ତି, ଅନେକ ପରିଶ୍ରମ କରିଛନ୍ତି।